ଏମିତିଆ ଟିକେ ଆଲୋଚନା ହେଲେ ଜଗନ୍ନାଥଙ୍କ ରଙ୍ଗ କାଳିଆ ଆଉ ଜଣେ କବି କହିଲେ ନା ନା ଭଲ କି ଦେଖିନ ଖାଲି ମୁହଁଟା କାଳିଆ ଜଗନ୍ନାଥଙ୍କ ଦେହ ରଙ୍ଗ ଆରେ ଶୁଣୁ ହରିଦାସ କହିଲେ ବୋଲା ଏମିତି କାଦିଅ ଦେଖି ଚକି କାହିଁ ମୁହଁ ଭରା ଦେହ ଧଳା ଏମିତି କାଦିଅ ଦେଖି ଚକି କାହିଁ ମୁହଁ ଭରା ଦେହ ଧଳା কৌতুকি শুনিবা দেই মন যাহা তারি কথা নাই হইবা আলোচনা আচ্ছা হোতার কোন এক নম্বর দল নথিলে হোতা দল পাড়ি দল যেତେବେଳେ লড়াই হଉଥିଲା ওড়িশା ଚହଳୁଥିଲା କାହିଁକି ତମେ ଭଲ ଦଳ ଆଣୁନ କିଏ ମନା କରୁଛି ନା ଅନୁଷ୍ଠାନ ପଇସା ଦଉନି ଅନୁଷ୍ଠାନ ପଇସା ଦଉଛନ୍ତି ଅନୁଷ୍ଠାନ ତ ହୋତାକୁ ପଇସା ଦେବାରେ ଡରୁନାହାନ୍ତି ବନ୍ଧୁ ବର ଦଳୁ ଟିକେ ନେଇ ଆସ ଭଲରେ ଶାନ୍ତିରେ ପାଲାଗା ମୋଟେ ପଇସା ପାଇଁ ବାଇଆ ହୁଅନି ହୋତାକୁ ଭଗବାନ ଯେତିକି ବୁଦ୍ଧି ବଳ ଦେଇଛି ହୋତା ପାଦ ତଳେ ପଇସା ରହିବ ଯଦି ହୋତା ଭଲ ବୁଦ୍ଧି କରିବ ମୋ ବନ୍ଧୁଟା ପରା ପୁରା ସ୍ପଷ୍ଟ କଥା କହୁଛି ମୋଟେ ଏପଟ ସେପଟ କଥା ନୁହଁ ମୋଟେ ଅଳିଆ କଥା ନାହିଁ ଜ୍ଞାନୀ ମଣ୍ଡଳୀ କାହିଁକି କଥା କହିଲି ଜଗନ୍ନାଥ ମହାପ୍ରଭୁଙ୍କର ମୁହଁର ରଙ୍ଗ ହଉଛି କଳା ଆପଣ ଦେଖିବେ ଶରୀରର ରଙ୍ଗ ହଉଛି ତାର କାହିଁକି ତ ଆ ଭିତରେ ଆଲୋଚନା କରିବା ଅର୍ଥ କଳା ଭିତରେ ବା କଳା ପାଖରେ ଧଳାଟା ଲାଗିକି ଅଛି ରେ ଅବ୍ୟକ୍ତ କୃଷ୍ଣଙ୍କର ଶରୀରର ରଙ୍ଗ ହଳଦିଆ ବ୍ୟକ୍ତ କୃଷ୍ଣଙ୍କର ଶରୀରର ରଙ୍ଗ ଆପଣ ମାନେ କହିବେ କଣ ଅବ୍ୟକ୍ତ କୃଷ୍ଣ ବ୍ୟକ୍ତ କୃଷ୍ଣ ମୁଣ୍ଡରେ ପଶୁନି ଅଭିରାମ ଇଏ ଆପଣ ମାନଙ୍କର ବାଲ୍ୟାଶାନ୍ତ ଅଭିମନ୍ୟୁ କହିଲେ हे प्रभु हे अप्राकृत प्रेम मूर्ति आपण से अव्यक्त लीला ताकू व्यक्त कर अवतरी ताले से जो अव्यक्त लीला थिला अप्राकृत प्रेम थिला से प्रेमटा को व्यक्त करिवा पई मर्त्य को आस मर्त्य को आसिले कृष्ण कळा हेले ऊपर थिले हळदिया प्रमाण अर्थ जगतटा सृष्टि हेची का पाखरु आपण माने भल भाबरे बुझंतु कृष्ण जन्म हबा पूर्वरु मौसा कृष्ण थिले जन्म हबा पूर्वरु हां राम जन्म हबा पूर्वरु राम थिले कंकाली को कहयो रे हां कि ना आश्चर्य कथा हे मौसा राम जन्म हबा पूर्वरु राम थिले ना थिलेनी थिले आज्ञा हां कोठी थिले आपण को गोटिए जोडी प्रमाण देले आपण बुझी परिबे ना जेतेबेले वाल्मीकि तांकर पूर्व ना कोन पूर्व ना हजु रत्नाकर धन्यवाद केते कथा जानिची हां कवि सम्राट उपेंद्र भंज बई बई जाई सब विलास गोटा पद अनुप्रास ब कले वाल्मीकि जे घंटा वृद्धि परिणति वाल्मीकि जतबेले रत्नाकर थिले लोक मान को आज्ञा हत्या करुथिले साधु मान अल्परे कहि दउची बेला लक्ष्य अनेक साधु मानकर संस्पर्श रे आसिले साधु माने कहले कि बाबू रे काहे के भूल करूछु मो परिवार चलेबी केमिति मते तो गोड़ भिड़ी के आज बसिछि आ को केही डाकु नाहंती हां चलेबी केमिति मो परिवार पोसबी
କିଏ କହିଲା କାମ ଧନ୍ଦକୁ ଧନ୍ଦାକୁ ଡାକୁନାହାନ୍ତି ତ ତ ଚାରି ବାହା ଅଛି ମଣିଷ ମାରିବାକୁ ବଳ ଅଛି କାମ ଧନ୍ଦା କରିବାକୁ ବଳ ନାହିଁ ମୁଁ ସେ କାମ କରିପାରିବିନି ଏଇଟା ଇଏ ଦୁର୍ବୁଦ୍ଧି କର ନା ଏଭଳିଆ ପାପ ଅର୍ଜନ କରୁଛୁ କିଏ ପାପରେ ଭାଗି ହବ ମୋ ପରିବାର ନେଇ ଯାଉଛି ସେମାନେ ଭାଗି ହେବେନି କେହି ଜଣେ ଭାଗି ହେବେନି କଣ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ଆଜ୍ଞା କହିଲେ ଆମକୁ ଯା ନିଜେ ପଚାରିକି ଆସିବୁ ନା ଭଲ ଖସିକି ପଳେଇବା ବାଟ ନା ଆମକୁ ପଛପଟିଆ ବାନ୍ଧି ଦେ ବାବାଜୀ ମାନଙ୍କୁ ପଛପଟିଆ ବାନ୍ଧି ଦେଇ ଆଜ୍ଞା ରତ୍ନାକର ସେଦିନ ପରିବାର ସାରା ସମସ୍ତଙ୍କୁ ପଚାରିଲା ବାପାକୁ ପଚାରିଲା ମାଆକୁ ପଚାରିଲା ପୁଅ ଝିଅକୁ ପଚାରିଲା ସେ କହିଲେ ଆମେ କାହିଁକି ଭାଗରେ ରହୁ ତମର ପୋଷିବା ଦାୟିତ୍ୱ ଆମକୁ ବାପା କହିଲା ମୁଁ ତତେ ପିଲା ବେଳେ ପୋଷିଛି ତୁ ମତେ ବଡ ହେଲେ ପୋଷିବୁ ଆଉ ତୁ ତ ସୁଝୁଛୁ ମୁଁ କାହିଁ ଭାଗ ନେବି ସ୍ତ୍ରୀ କହିଲା ମୁଁ ସଧର୍ମିଣୀ ମତେ ଆଣିଛ ପୋଷିବ ତମେ ଭର୍ତ୍ତା ମୋର ସମସ୍ତ ଦାୟିତ୍ୱକୁ ଭରଣ କରିବ ବୋଲି ତୁମେ ଭର୍ତ୍ତା ତମେ ଆଣିଛ ମାନେ ଖାଇବା ପିଇବା ପିନ୍ଧିବାକୁ ଲଗେଇବାକୁ ଦବ ମୁଁ କାହିଁ ତମ ପାପରେ ଭାଗିବି ପୁଅ ଝିଅଙ୍କୁ ପଚାରିଲା ସିଏ ବି କହିଲେ ଋଣ ଲଗଉଛ ସୁଝିବି ଆମେ ଯେତେବେଳେ କେହି ରାଜି ହେଲେନି ହେଲା ଜ୍ଞାନ ଶୁଣା ଏଇଥିପାଇଁ ତ ସାଧୁ ମହାନ କେତେ ଲୋକ କହୁଥିଲେ ଶୁଣୁଥିଲା କି ସାଧୁ କଥାରେ ପରିବର୍ତ୍ତନ ହେଲା ଓଡିଆ ଭାଗବତ ବୋଲେ ସାଧୁ ଯେ ବଳୟ ପବନ ବାପା ସବୁ ପଦରେ ମାନ ଉଠିବ ଭାଗବତ ଟୁ ଚୌଦ୍ୟକର ଟୁ ଛାନ୍ଦ ଚମ୍ପୁ ଚୌପଦୀ ପର୍ଯ୍ୟନ୍ତ ସବୁରେ ମାନ ଉଠିବ ଅଶୋକ ଓଡିଶାରେ କେଡେ କେଡେ ବଡ ଗାଁ ସାଙ୍ଗରେ ତୁ ପାଲା ଗାଇଛୁ ପାଢି ପାଲା ସ୍ୱତନ୍ତ୍ର